ମୁଁ ନନ୍ଦକିଶୋର ସାହୁ ହିନ୍ଦୋଳ ସବ୍ ଡିଭିଜନ ବରିଷ୍ଠ ନାଗରିକ ମଞ୍ଚର ପୂର୍ବତନ ସାଧାରଣ ସମ୍ପାଦକ। ମୋର ହିନ୍ଦୋଳ ବିଷୟରେ ବହୁତ କିଛି କହିବାର ଅଛି। ଗତ ଯେଉଁ କଲେକ୍ଟରଙ୍କ ଜନଶୁଣାଣି ବେଳେ ଆମେ ଯାଇକି ଅଭିଯୋଗ ପତ୍ର ଦାଖଲ କରିଥିଲୁ। ହିନ୍ଦୋଳରେ ବହୁତ ଗୁଡ଼ିଏ ଅଭିଯୋଗ ଅଛି। ହିନ୍ଦୋଳରେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଡାକ୍ତର ଅଛନ୍ତି, ଆମର ସାଂକ୍ସନ ଷ୍ଟ୍ରେଂଥ ହେଉଛି 20, ସେଠି 16 ଜଣ ଡାକ୍ତର ନାହାନ୍ତି। 4 ଜଣ ଡାକ୍ତର ଅଛନ୍ତି। ଯେଉଁ 4 ଜଣ ମନ ଇଚ୍ଛା ସିଏ ଆଜି ପାଳି କରିକି ଗଲେ ସେ କାଲି ପାଳି କରିକି ଆସୁଛି। 2 ଜଣ ପାଳି କରିକି ରହୁଛନ୍ତି। ଏଇଟା କ'ଣ ଇଏ ଯେଉଁ ଫାର୍ମାସିଷ୍ଟ ଅଛନ୍ତି 6ଟା ସାଂକ୍ସନ ଷ୍ଟ୍ରେଂଥ, 4 ଜଣ ନାହାନ୍ତି। ଏଥିରେ ଆହୁରି ବହୁତ ପଦବୀ ଖାଲି, ଫାର୍ମାସିଷ୍ଟ ପଦବୀ ଖାଲି ଅଛି, ବହୁତ ପଦବୀ ଖାଲି ଅଛି। ଡାକ୍ତରଖାନା ଏଥିରେ ଅଚଳ ଅବସ୍ଥା ହେଲାଣି। ଏଠି ଚକ୍ଷୁ ବିଶେଷଜ୍ଞ କେହି ନାହାନ୍ତି। ଚକ୍ଷୁ ଖୋଲା ପଡ଼ିଛି ଚକ୍ଷୁ ବିଭାଗ କରିକି। ସେଟା କେବେ ଉଦ୍ଘାଟନ ହେଲା ବି ଆମେ ଜାଣିନୁ, କେତେ ବନ୍ଦ ହେଲା ବି ଜାଣିନୁ। ତା ମନକୁ ବନ୍ଦ ହେଇଯାଉଛି ସେଟା ଇଏ କରିକିରି। କେହି ପଚାରୁନାହାନ୍ତି। ହିନ୍ଦୋଳ ବାବଦରେ କାହାର ବି ଇଏ ନାହିଁ, କେହି କିଛି ପ୍ରଶ୍ନ ଉଚାରି ପାରୁନାହାନ୍ତି। ଏଇଟା କାହାର ଦୋଷ? ଦୋଷ ହେଉଛି ଏଇ ଆମ ଲୋକମାନଙ୍କର, ଆମ ପ୍ରତିନିଧି ମାନଙ୍କର, ଯେଉଁମାନଙ୍କୁ ଆମେ ପ୍ରତିନିଧି କରିକି ପଠଉଛେ। ଯେଉଁମାନେ ଆମେ ପ୍ରତିନିଧି କରି ପଠଉଛେ ନା କି ନାହିଁ, ସେମାନେ ଆମ ଗଣତନ୍ତ୍ର କହିଲେ କ'ଣ ବୁଝୁଛେ? ଯେ ଆମ ଇଚ୍ଛା, ଆମର କ'ଣ ଅଛି, ଆମର କାର୍ଯ୍ୟକ୍ରମ ଅଛି, ତାକୁ ସେମାନେ ଲୋକମାନଙ୍କ ଆଗରେ ପ୍ରତିଫଳିତ କରିବେ ବିଧାନସଭାରେ। କ'ଣ ଆମ MLA କରୁଛନ୍ତି? MLA କ'ଣ କରୁଛନ୍ତି? ଆମର କିଛି କରୁନାହାନ୍ତି। ଗୋଟିଏ ପ୍ରଶ୍ନ ଏପର୍ଯ୍ୟନ୍ତ ପଚାରିଛନ୍ତି? ସେ ଏପର୍ଯ୍ୟନ୍ତ ଗୋଟିଏ ପ୍ରଶ୍ନ ପଚାରିଛନ୍ତି କି ବିଧାନସଭାରେ? ଜମା ନାହିଁ। କ'ଣ କହିବାର? ବହୁତ ଦୁଃଖ ଲାଗୁଛି। ଏଠାରେ ଡିଜିଟାଲ ଏକ୍ସରେ କରାଯାଉ। ଡିଜିଟାଲ ଏକ୍ସରେ ନାହିଁ, ଡିଜିଟାଲ ଏକ୍ସରେ ଗୋଟେ କରାଯାଉ। ଏଇଟା ଆମର ଦାବି ଅଛି। ହିନ୍ଦୋଳର ଶିକ୍ଷା ବ୍ୟବସ୍ଥା କଥା ମୁଁ କହିବି। ଏଥିରେ 3 ଫେଜ୍ ମୁଁ ଲେଖିକି ଦେଇଥିଲି। ଏଇଟା 3 ଫେଜ୍ ମେଡିସିନ କରାଯାଉ। 3 ଫେଜ୍ ଇଲେକ୍ଟ୍ରିକ୍ କନେକ୍ସନ୍ ହେଲେ କ'ଣ ହେବ ନା, ସ୍ମାର୍ଟ କ୍ଲାସ୍ ହେଇପାରିବ, ଲାଇବ୍ରେରୀ ହେଇପାରିବ, ICT ଲ୍ୟାବ୍ ହେଇପାରିବ, ଇନଫର୍ମେସନ୍ ଟେକ୍ନୋଲୋଜି, ଏହା ସବୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ହେଇପାରିବ। ଆଉ ଗୋଟେ କଥା ହେଉଛି ଆମର କୃଷି କ୍ଷେତ୍ରରେ ଆମ କୃଷି କ୍ଷେତ୍ରରେ ଆମେ କ'ଣ ହେଉଛି? କିଛି ହେଉନି। 41 ପ୍ରୋଜେକ୍ଟରୁ 41 ପ୍ରୋଜେକ୍ଟକୁ ଇକୋ ଟୁରିଜିମ୍ କରାଯାଉ। ରତ୍ନେଶ୍ୱରୀ ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯେଉଁ ପରିସର ଅଛି ତାକୁ ଇକୋ ଟୁରିଜିମ୍ କରାଯାଉ। ଇକୋ ଟୁରିଜିମ୍ କରାଗଲେ ଏଇଟା ତାର ଡେଭଲପମେଣ୍ଟ ହେବ। କୃଷି କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ନନ୍ଦିନାକୁ ଆମେ ବହୁତ ଦିନ ଆଗରୁ କହିଲାଣି, ନନ୍ଦିନାକୁ ଗୋଟେ ପର୍ଯ୍ୟଟନ କ୍ଷେତ୍ର କରାଯାଉ। କ'ଣ ହେଲା? କିଛି ଆଜି ପର୍ଯ୍ୟନ୍ତ ହେଇନି। ବହୁତ ଜିନିଷ ବାକି ଅଛି, କିଛି କାମ ହେଇନି। ଆମେ ପୁଣି ଦାବି ଦେଇଥିଲୁ ତାଳଚେରରୁ ବ୍ରହ୍ମପୁର ଗୋପାଳପୁର ଟ୍ରେନ୍ ଲାଇନ୍ କରାଯାଉ। ବ୍ରହ୍ମପୁର ଗୋପାଳପୁର ମାନେ ବ୍ରହ୍ମପୁର ଗୋପାଳପୁର, ତାଳଚେରରୁ ବ୍ରହ୍ମପୁର ଗୋପାଳପୁର ଟ୍ରେନ୍ ଲାଇନ୍ କରାଯାଉ। ଅନୁଗୁଳରୁ ବ୍ରହ୍ମପୁର ଯେଉଁ ଯାଉଛି NH ଲାଇନ୍, ଆମର NH ଲାଇନ୍ଟାକୁ କରାଯାଉ। ଆଉ ରତ୍ନେଶ୍ୱରୀ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ୟାକୁ ଉନ୍ନତିକରଣ କରାଯାଉ। ହେଲା, ମନ୍ଦିର ଆଉ ରତ୍ନେଶ୍ୱରୀ ମନ୍ଦିର ୟାକୁ ଉନ୍ନତିକରଣ ଯାଉ। କ'ଣ ହେବ ଆଜ୍ଞା? ଏଇଟା କହିଲେ କିଛି ହେବନି। ଆମର ଏ ପ୍ରତିନିଧିମାନେ କିଛି ନୁହନ୍ତି। ଏମାନେ ଖାଲି ପ୍ରତିନିଧି ହେଇକି ଯାଉଛନ୍ତି। ଦିନକ ପାଇଁ ଯେଉଁ MLA ଆମର ଯାଇଛନ୍ତି କ'ଣ କରିଛନ୍ତି? ଗୋଟେ କ୍ୱେଶ୍ଚିନ୍ ପଚାରିଛନ୍ତି ଏପର୍ଯ୍ୟନ୍ତ? କିଛି ପଚାରି ନାହାନ୍ତି। ଆମେ ଯଦି ସଚେତନ ହେବା ତାହେଲେ ଆମେ ଠିକ୍ ସମୟରେ ଠିକ୍ ଜବାବ ଦେଇପାରିବା। ଉପଯୁକ୍ତ ସମୟରେ ଉପଯୁକ୍ତ ଦେବାର ସମୟ ଆସିଗଲାଣି। ଆମେ ଦେବା, ଉଚିତ ସମୟରେ ଜବାବ ଦେବା। ଆଉ ଗୋଟେ କଥା ହେଉଛି ହିନ୍ଦୋଳ ଉପଖଣ୍ଡରୁ କୌଣସି ଗମନାଗମନ ସୁବିଧା ନାହିଁ। ଦିନ 2ଟା ପରେ ଢେଙ୍କାନାଳ ଯିବାକୁ କୌଣସି ବସ୍ ସୁବିଧା ନାହିଁ, ବା ଅନୁଗୁଳ ଯିବାକୁ କୌଣସି ବସ୍ ସୁବିଧା ନାହିଁ। ଯାହାହେଲେ ସେମାନେ ଆଟଲିଷ୍ଟ ଅନୁଗୁଳ ଢେଙ୍କାନାଳ ପର୍ଯ୍ୟନ୍ତ ଗଲେ ସେମାନେ କଟକ ଭୁବନେଶ୍ୱର ଯାଇପାରିବେ। କୌଣସି ସୁବିଧା ନାହିଁ। ତାପରେ ଆମର ଗୋଟେ ଦାବି ହେଉଛି ଆମେ ଗୋଟେ ସରକାରୀ ବସ୍ ଏଠି ଚଳାଯାଉ। ଯେଉଁ ସରକାରୀ ବସ୍ ଏଠୁ ହିନ୍ଦୋଳରୁ କଟକ ଦେଇକରି ଭୁବନେଶ୍ୱର ଯିବ ଏବଂ ଭୁବନେଶ୍ୱରରୁ ପୁଣି କଟକ ଦେଇକରି ହିନ୍ଦୋଳ ଆସିବ। ଏଇଟା ଗୋଟେ ସରକାରୀ ବସ୍ ବ୍ୟବସ୍ଥା କରାଯାଉ। ଆଉ ଗୋଟେ ଦାବି ହେଉଛି ଏଇଟା ଗମନାଗମନ କଥା, କାରଣ 2ଟା ପରେ କୌଣସି ସୁବିଧା ନାହିଁ ନା। ହିନ୍ଦୋଳ ଗୋଟେ ସବ୍ ଡିଭିଜନାଲ ହେଡ଼କ୍ୱାର୍ଟର, ଏଠି କିଛି ସୁବିଧା ନାହିଁ। ହିନ୍ଦୋଳ 2ଟା ପରେ ଗାଡ଼ି ମିଳୁନି, କୌଣସି ଲୋକ ଠିଆ ହେଉଛନ୍ତି କୁଆଡ଼େ ଯିବେ ବୋଲି କ'ଣ ଚିନ୍ତା କରୁଛନ୍ତି। ତେଣୁ ଗମନାଗମନର ସୁବିଧା ବନ୍ଦୋବସ୍ତ କରାଯାଉ। ନମ୍ବର 1। ଆଉ ଗୋଟେ କଥା ହେଉଛି ଆମର ଯେଉଁ ଲାଇବ୍ରେରୀ ଅଛି, ସବ୍ କଲେକ୍ଟରଙ୍କ ରେସିଡେନ୍ସ ଆଗରେ ଗୋଟେ ଲାଇବ୍ରେରୀ ଅଛି, ଲାଇବ୍ରେରୀ ରୁମ୍। ସେଠି ହେ ଘର ଫାଙ୍କା ପଡ଼ିଛି, ସବୁ ଲୋପ ପାଇଗଲାଣି। ମାନେ ଝରକା କବାଟ ସବୁ ନଷ୍ଟ ହେଇଗଲାଣି, ଉଇ ଖାଇକି ନଷ୍ଟ ହେଇଗଲାଣି। ଲାଇବ୍ରେରୀ ତ ଆଉ ନାହିଁ। ତେଣୁ ଏ ଲାଇବ୍ରେରୀକୁ ଚଳାଯାଉ, ସେଟା ପୁନରୁଦ୍ଧାର କରାଯାଉ।